କାହିଁକି ଭଗବାନ କୃଷ୍ଣଙ୍କୁ ବାଲେଶ୍ୱରରେ କ୍ଷୀର ଚୋରା ଗୋପୀନାଥ ବୋଲି ପୂଜା କରାଯାଇଥାଏ। ବହୁତ ବର୍ଷ ତଳେ ବୈଷ୍ଣବ ମହାଗୁରୁ ଶ୍ରୀ ମାଧବେନ୍ଦ୍ର ପୁରୀ ପଦଯାତ୍ରା କରି ଆସି ବାଲେଶ୍ୱରର ରେମୁଣାରେ ଥିବା ଗୋପୀନାଥ ମନ୍ଦିରରେ ପହଞ୍ଚିଲେ। ବାବା ଜାଣିଛନ୍ତି ଆଜି ଠାକୁରଙ୍କୁ 12ଟି ହାଣ୍ଡି ସ୍ୱାଦିଷ୍ଟ କ୍ଷୀରା ଭୋଗ ଲଗାଯିବ। ଆହା, ଏଇ ସ୍ୱାଦିଷ୍ଟ କ୍ଷୀରାର ବାସ୍ନାରେ ତ ମନ୍ଦିର ମହକୁଛି। ଯଦି ଏଥିରୁ ମୁଁ ଟୋପାଏ ବି ଚାଖନ୍ତି ତେବେ ମୁଁ ବୃନ୍ଦାବନ ଯାଇକି କୃଷ୍ଣଙ୍କ ପାଇଁ ଏଇଭଳି ସ୍ୱାଦିଷ୍ଟ ଭୋଗ ପ୍ରସ୍ତୁତ କରିପାରନ୍ତି। ହେ ଭଗବାନ, କି ପାପ ଚିନ୍ତା ମୁଁ କରୁଛି। ଠାକୁରଙ୍କୁ ଭୋଗ ଲାଗିବା ପୂର୍ବରୁ ମୁଁ ତାକୁ ଖାଇବାକୁ ଆଶା କରୁଛି। ଛି ଛି ଛି। ବାବା ମାଧବେନ୍ଦ୍ର ଦେବ ଲଜ୍ଜିତ ମନେ କରି ମନ୍ଦିର ଭିତରୁ ସଙ୍ଗେ ସଙ୍ଗେ ବାହାରି ଆସି ଗଛ ମୂଳେ ବସି ଗୋବିନ୍ଦ ଗୋବିନ୍ଦ ବୋଲି ଜପ ଆରମ୍ଭ କରିଦେଲେ। ସେଇ ରାତିରେ ପ୍ରଭୁ ଗୋପୀନାଥ ମନ୍ଦିର ପୂଜକଙ୍କ ସ୍ୱପ୍ନରେ ଆସି କହିଲେ, ହେ ପୂଜକ, 1 ହାଣ୍ଡି କ୍ଷୀର ମୁଁ ମୋର ଭକ୍ତ ମାଧବେନ୍ଦ୍ର ପାଇଁ ମୋର ମୂର୍ତ୍ତି ପଛପଟେ ଲୁଚାଇ ରଖିଛି। ତୁମେ ଯାଅ ସେହି କ୍ଷୀର ହାଣ୍ଡିକୁ ତାଙ୍କୁ ପ୍ରଦାନ କର। ପୂଜକଟି ସଙ୍ଗେ ସଙ୍ଗେ ନିଦରୁ ଉଠି ଯାଇ ମନ୍ଦିର ଭିତରେ ଦେଖିଲା ବେଳକୁ ଆରେ ସତରେ ତ ଏଠି ଗୋଟେ କ୍ଷୀର ହାଣ୍ଡି ପ୍ରକୃତିରେ ରଖାଯାଇଛି। ସେ ସଙ୍ଗେ ସଙ୍ଗେ ମାଧବେନ୍ଦ୍ର ବାବାଙ୍କୁ ଖୋଜିବା ପାଇଁ ଲାଗିଲା। ମାଧବ